ପକ୍ଷୀପୁର ଜଙ୍ଗଲରେ ବହୁତ ସାରା ଚଢ଼େଇ ରହୁଥିଲେ। ଆଉ ସେମାନେ ବହୁତ ଖୁସିରେ ନିଜ ନିଜର ଦିନ କଟାଉଥିଲେ। ସେଇ ଜଙ୍ଗଲରେ ମିନୁ ଚଢ଼େଇ ତା ପୁଅ ମାନୁ ଚଢ଼େଇ ସହ ରହୁଥାଏ। ମିନୁ ଚଢ଼େଇ ବହୁତ ଗରିବ ଥିଲା। ଆଉ ଜଙ୍ଗଲରୁ କିଛି ଆମ୍ବ ବିକ୍ରି କରି ତା ଘର ଚଳାଉଥିଲା। ଦିନେ ମିନୁ ଚଢ଼େଇ ତା ପୁଅ ମାନୁ ଚଢ଼େଇକୁ କୁହେ, ପୁଅ, ତୁ ଏଠି ଖେଳୁଥା, ମୁଁ ଯାଉଛି ବଜାରରେ କିଛି ଆମ୍ବ ବିକ୍ରି କରିକି ଆସିବି। ହଁ ବୋଉ, ତମେ ଯାଅ, ଆଉ ଫେରିଲା ବେଳେ ମୋ ପାଇଁ ମାଛ ନେଇକି ଆସିବ। ଆଜି ମାଛ ତରକାରୀ ଖାଇବା ପାଇଁ ମୋତେ ବହୁତ ଇଚ୍ଛା ହେଲାଣି। ହଁ ପୁଅ, ମୁଁ ଫେରିଲା ବେଳେ ତୋ ପାଇଁ ମାଛ ନେଇକି ଆସିବି। ଆଉ ଆଜି ଆମେ ମାଛ ତରକାରୀ ଆଉ ଭାତ ଖାଇବା। ଏହା କହି ମିନୁ ଚଢ଼େଇ ବଜାରକୁ ଆମ୍ବ ବିକ୍ରି କରିବାକୁ ଚାଲିଯାଏ। ଆଉ ଫେରିଲା ବେଳେ ତା ପୁଅ ମାନୁ ପାଇଁ ମାଛ ନେଇକି ଆସେ, ଆଉ ମାଛ ତିଆରି କରେ। ଏମିତି ଦୁହେଁ ମଜା କରି ମାଛ ତରକାରୀ ଆଉ ଭାତ ଖାଆନ୍ତି। ତାପରେ ଦୁହେଁ ଶୋଇପଡ଼ନ୍ତି। ଏମିତି କିଛି ଦିନ ବିତିଯାଏ। ମଧୁବନ ଜଙ୍ଗଲରେ ଗୋଟିଏ ଯାଦୁର ଟଙ୍କା ଗଛ ଥିଲା। ଜଙ୍ଗଲର ସବୁ ପକ୍ଷୀମାନେ ସେଇ ଯାଦୁର ଟଙ୍କା ଗଛଠାରୁ ଟଙ୍କା ନେଇକି ନିଜ ନିଜର ଘର ଚଳାଉଥିଲେ। ଦିନେ ସେଇ ଜଙ୍ଗଲକୁ ଗୋଟିଏ ଦୁଷ୍ଟ ଚିଲ ଆସିଲା। ଆଉ ସେ ସମସ୍ତଙ୍କ ସହ ଝଗଡ଼ା କରିବାକୁ ଲାଗିଲା। ଏ କାଳୁ କାଉ, ଏଇ ଘର ହେଉଛି ମୋର। ଆଉ ହଁ, ଆଜିଠାରୁ ତୁ ଏଇ ଘରେ ରହିପାରିବୁ ନାହିଁ। ତୁ କିଏ ବେ? ତୁ ଏଠାକୁ କାହିଁକି ଆସିଛୁ? କୁଆଡ଼ୁ ଗୋଟେ ଆସିଲା ଭାରି, ଆଉ ମୋତେ କହୁଛି ତୁ ଏ ଘର ଛାଡ଼ି ଚାଲିଯା। ଏ କାଳୁ କାଉ, ତତେ ମୁଁ ଭଲରେ ଭଲରେ କହୁଛି, ତୁ ଏଠାରୁ ଚାଲିଯା, ନହେଲେ ତତେ ମୁଁ ମାରିକି ଏଠାରେ ପୋତିଦେବି। ଏଇ ଦୁଷ୍ଟ ଚିଲ, ମୁଁ ତତେ ବି ଭଲରେ ଭଲରେ କହିଦଉଛି, ତୁ ଅତି ଶୀଘ୍ର ଏଇ ଜଙ୍ଗଲ ଛାଡ଼ି ପଳା, ନହେଲେ ମୁଁ ମୋ ସାଙ୍ଗମାନଙ୍କୁ ଡାକି ତତେ ପିଟିକି ଏଇ ଜଙ୍ଗଲରୁ ବାହାର କରିଦେବି। ତୁ ପୁଣି ମୋ ମୁହଁରେ ଜବାବ ଦଉଛୁ? ରହ କାଳୁ କାଉ, ତତେ ମୁଁ ଭଲ କି ପାନେ ଦଉଛି। ଏହା କହି ସେଇ ଦୁଷ୍ଟ ଚିଲ କାଳୁ କାଉକୁ ମାରିବାକୁ ଲାଗିଲା। ଆଉ ତାକୁ ମାରି ମାରିକି ତା ହାଲତ ଖରାପ କରିଦେଲା। ଆଉ କାଳୁ କାଉ ତା ଜୀବନ ବଞ୍ଚେଇ ସେଠାରୁ ଉଡ଼ିକି ଚାଲିଗଲା। କୁଆଡ଼ୁ ଗୋଟେ ଆସିଲା ହାରି, ଆଉ କହିଲା, ସାଙ୍ଗମାନଙ୍କୁ ନେଇକି ଆସିକି ମୋତେ ପିଟିବ। ରହରେ ପୁଅ, ତୋ ଅବସ୍ଥା ପୁରା ଢିଲା କରିଦଉଛି ମୁଁ। ତତେ ମୁଁ ଜମାରୁ ଛାଡ଼ିବିନି ରେ ପୁଅ। ଯାଉଛି ସେ ଯାଦୁର ଗଛ ପାଖରୁ କିଛି ଟଙ୍କା ନେଇକି ଆରପଟ ଜଙ୍ଗଲକୁ ଯିବି। ଆଉ ଆରପଟ ଜଙ୍ଗଲରେ ମୁଁ ଘର ତିଆରି କରିକି ରହିବି। ଏହା କହି କାଳୁ କାଉ ସେଇ ଟଙ୍କା ଗଛ ପାଖକୁ ଗଲା। ଆଉ ସେଇ ଟଙ୍କା ଗଛଠାରୁ କିଛି ଟଙ୍କା ଆଣିଲା। ହଁ, ଏତିକି ଟଙ୍କା ମୋ ପାଇଁ ଯଥେଷ୍ଟ। ଯାଉଛି ମୁଁ ଆରପଟ ଜଙ୍ଗଲକୁ ଯିବି, ଆଉ ଘର କରିକି ରହିବି। ଏହା କହି କାଳୁ କାଉ ସେଠାରୁ ଟଙ୍କା ନେଇକି ଆରପଟ ଜଙ୍ଗଲକୁ ଚାଲିଗଲା। ଆଉ ସେ ଜଙ୍ଗଲରେ ଗୋଟିଏ ନୂଆ ଘର ତିଆରି କରିକି ରହିଲା। ଏମିତି କିଛି ଦିନ ବିତିଗଲା। ଆଉ ସେ ଚିଲ ସେ ଯାଦୁର ଟଙ୍କା ଗଛ ବିଷୟରେ ଜାଣିବାକୁ ପାଇଲା। ଏହା ଶୁଣିଲା ପରେ ତା ମନରେ ଲୋଭ ଆସିବାକୁ ଲାଗିଲା। କ'ଣ? ଯାଦୁର ଟଙ୍କା ଗଛ? ମୋତେ ତ ବହୁତ ସାରା ଟଙ୍କା ଦରକାର। ଯାଉଛି ସେ ଯାଦୁର ଟଙ୍କା ଗଛ ପାଖକୁ ଯିବି, ଆଉ ବହୁତ ସାରା ଟଙ୍କା ଆଣିକି ଆସିବି। ଏହା କହି ସେଇ ଦୁଷ୍ଟ ଚିଲ ଯାଦୁର ଟଙ୍କା ଗଛ ପାଖକୁ ଯିବାକୁ ଲାଗିଲା। କିଛି ସମୟ ପରେ ସେଇ ଦୁଷ୍ଟ ଚିଲ ଟଙ୍କା ଗଛ ପାଖରେ ପହଞ୍ଚିଗଲା। ସତରେ କ'ଣ ଏଇ ଟଙ୍କା ଗଛରୁ ବହୁତ ସାରା ଟଙ୍କା ବାହାରୁଛି? ଯାଉଛି ଏଇ ଟଙ୍କା ଗଛରୁ ବହୁତ ସାରା ଟଙ୍କା ବାହାର କରିବି, ଆଉ ଏଇ ଜଙ୍ଗଲର ସବୁଠାରୁ ଧନୀ ପକ୍ଷୀ ହେଇଯିବି। ଏହା କହି ଚିଲ ସେଇ ଗଛଠାରୁ ବହୁତ ସାରା ଟଙ୍କା ବାହାର କରିଲା। ସେତିକି ବେଳେ ମିନୁ ଚଢ଼େଇ ସେଠାକୁ ଆସିଲା। ଆରେ, ତୁ କିଏ? ଆମ ଜଙ୍ଗଲକୁ ଆସି ଏଇ ଗଛଠାରୁ କ'ଣ ଏତେ ସାରା ପଇସା ନେଉଛୁ? ତୋର ଏତେ ସାରା ପଇସା କ'ଣ ହେବ? ତୁ କିଏ କିରେ ମୋତେ କହିବାକୁ? ଭଲରେ ଭଲରେ କହୁଛି ତତେ, ତୁ ଏଠାରୁ ପଳା ଶୀଘ୍ର, ନହେଲେ ଗୋଟେ ବି ମାଡ଼ ତଳେ ପଡ଼ିବନି। ହଇରେ ଦୁଷ୍ଟ ଚିଲ,
ତୁ ପୁଣି ମୋତେ ପିଟିବୁ? ତତେ ମୁଁ ଏମିତି ପିଟିବି ତୁ ତ ନିଜକୁ ଚିହ୍ନି ବି ପାରିବୁନି। ଆରେ ତତେ ଦେଖିଲେ ମୋତେ ଭାରି ଦୟା ଲାଗୁଛି। ତୁ ପୁଣି ମୋତେ ପିଟିବୁ କ'ଣ ଯେ? ଆସେ ପିଟିବୁ, ଆସେ ଜଲ୍ଦି। ହେ ବୋଉ, ମାରିଦେଲା ଲୋ, ମାରିଦେଲା। ଏଇ ଦୁଷ୍ଟ ଚିଲ ମୋତେ ମାରିଦେଲା। ରହ, ତତେ ମୁଁ ଜମାରୁ ଛାଡ଼ିବିନି। ଏହା କହି ମିନୁ ଚଢ଼େଇ ଡାକ୍ତର ବାବୁଙ୍କ ପାଖକୁ ଗଲା। ଆରେ ମିନୁ ଚଢ଼େଇ, ତୋର ଏମିତି ଅବସ୍ଥା କିଏ କରିଲା? କୁଆଡ଼ୁ ଗୋଟେ ଦୁଷ୍ଟ ଚିଲ ଆମ ଜଙ୍ଗଲକୁ ଆସିଛି ଭାରି। ମୁଁ ଖାଲି ଟିକେ ଭଲ ହେଇଯାଏ, ତାକୁ ମୁଁ ଜମାରୁ ଛାଡ଼ିବି ନାହିଁ। ଆରେ ମିନୁ ଚଢ଼େଇ, ତୁ ଯାହା କହୁଥିଲୁ ସେ କାଳୁ କାଉ ବି ସେଇଆ କହୁଥିଲା। କୁଆଡ଼ୁ ଗୋଟେ ଦୁଷ୍ଟ ଚିଲ ଆମ ଜଙ୍ଗଲକୁ ଆସିଛି କେଜାଣି। ସେ ଆମ ଜଙ୍ଗଲରେ ସବୁ ପକ୍ଷୀମାନଙ୍କୁ ବହୁତ ସାରା ହଇରାଣ କରୁଛି। ଆମକୁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ, ଆଉ ସେ ଦୁଷ୍ଟ ଚିଲକୁ ଆମ ଜଙ୍ଗଲରୁ ବାହାର କରିବାକୁ ପଡ଼ିବ। ହଁ ଡାକ୍ତର ବାବୁ, ଆମକୁ ସେମିତି ହିଁ କରିବାକୁ ପଡ଼ିବ। ଏମିତି କିଛି ଦିନ ବିତିଯାଏ। ଗୋଟେ ଦିନ ମିଟୁ ଶୁଆ ସେ ଟଙ୍କା ଗଛ ପାଖକୁ ଆସିଲା। ଯାଉଛି ଏଇ ଗଛଠାରୁ କିଛି ଟଙ୍କା ନେଇକି ଯିବି, ଆଉ ଜମିଦାରଙ୍କ ଠାରୁ ମୋ ଜମିକୁ ମୁକୁଳେଇ ଆଣିବି। ଏହା କହି ମିଟୁ ଶୁଆ ସେ ଗଛଠାରୁ ଟଙ୍କା ଆଣିଥାଏ। ଠିକ୍ ସେତିକି ବେଳେ ସେଇ ଦୁଷ୍ଟ ଚିଲ ସେଠାକୁ ପହଞ୍ଚିଯାଏ। ଏଇ ମିଟୁ ଶୁଆ, ଏସବୁ ଟଙ୍କା ହେଉଛି ମୋର। ତୁ ଏ ଟଙ୍କାକୁ ନେଇକି କୁଆଡ଼େ ବାହାରିଲୁ? ତୁ ଏସବୁ ଟଙ୍କାକୁ ମୋତେ ଏଠି ଦେଇକି ଚାଲିଯା, ନହେଲେ ତତେ ମାରିକି ପୋତି ଦେବି ଏଠାରେ। ଏଇ ଦୁଷ୍ଟ ଚିଲ, ଏଇ ଗଛ କ'ଣ ତୋର? ଏଇ ଟଙ୍କା ଗଛଠାରୁ ଯିଏ ପାରି ସିଏ ଟଙ୍କା ନେଇପାରିବ। ଆଉ ହଁ, ଏଇ ଟଙ୍କା ହେଉଛି ମୋର। ମୁଁ ତତେ କାହିଁକି ଦେବି ଯେ? କ'ଣ? ତୁ ମୋ ମୁହଁରେ ପୁଣି ଜବାବ ଦଉଛୁ? ଆଉ ହଁ, ଏଇ ଟଙ୍କା ଗଛ କେବଳ ମୋର। ଏଥିରୁ ଯେତିକି ତୁ ଟଙ୍କା ବାହାର କରିଛୁ ସବୁ ଟଙ୍କାକୁ ଛାଡ଼ି ଦେଇ ତୁ ଚାଲିଯା, ନହେଲେ ତତେ ମୁଁ ମାରିକି ଏଠାରେ ପୋତି ଦେବି। କ'ଣ କହିଲୁ? ତୁ ପୁଣି ମୋତେ ମାରିବୁ? ତୋର ତ ବହୁତ ସାହସ। ଠିକ୍ ସେତିକି ବେଳେ ମିନୁ ଚଢ଼େଇ ଆଉ କାଳୁ କାଉ ସେଠାକୁ ଆସନ୍ତି। ଆରେ ତମେମାନେ ବି ପୁଣି ଥରେ ମାଡ଼ ଖାଇବାକୁ ଆସିଗଲ। ଏଇ ଦୁଷ୍ଟ ଚିଲ, ଏବେ ତୁ ଆମକୁ ନୁହଁ, ଆମେ ତତେ ମାରିବୁ। ଏହା କହି ସବୁ ପକ୍ଷୀମାନେ ସେଇ ଦୁଷ୍ଟ ଚିଲକୁ ମାରିବାକୁ ଲାଗିଲେ, ଆଉ ତାକୁ ପିଟି ପିଟି ମାରିଦେଲେ। ତାପରେ ଜଙ୍ଗଲର ସବୁ ପକ୍ଷୀମାନେ ସେଇ ଟଙ୍କା ଗଛ ସହିତ ବହୁତ ଖୁସିରେ ରହିବାକୁ ଲାଗିଲେ।